ପିଲାଏ ଆସ ଆଜି ଆମେ ପଢ଼ିବା ଚିଲିକାରେ ସାୟନ୍ତନ। ଏହି ଭିଡ଼ିଓରେ ଚିଲିକାରେ ସାୟନ୍ତନ କବିତା ବିଷୟରେ ବର୍ଣ୍ଣନା କରାଯାଇଛି। ଚିଲିକାରେ ସାୟନ୍ତନ କବିତାଟିକୁ ଲେଖିଥିଲେ କବିବର ରାଧାନାଥ ରାୟ। ଏବେ ଚିଲିକାରେ ସାୟନ୍ତନ କବିତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିବା ପୂର୍ବରୁ ଆମେ ଆସ କବିବର ରାଧାନାଥ ରାୟଙ୍କ ଜୀବନୀ ବିଷୟରେ କିଛି ଜାଣିବା। କବିବର ରାଧାନାଥ ରାୟ ଥିଲେ ଓଡ଼ିଆ ସାହିତ୍ୟର ଆଧୁନିକ ଯୁଗର ସ୍ରଷ୍ଟା। ସେ ତାଙ୍କର କାବ୍ୟ କବିତା ରଚନା ନିମନ୍ତେ କବିବର ଉପାଧିରେ ଭୂଷିତ ହୋଇଥିଲେ। ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ କେଦାରପୁର ଗ୍ରାମରେ 28 ସେପ୍ଟେମ୍ବର 1948 ମସିହାରେ ରାଧାନାଥ ରାୟ ଜନ୍ମଗ୍ରହଣ କରିଥିଲେ। ସେ ସୁନ୍ଦର ନାରାୟଣ ରାୟ ଓ ତାରିଣୀ ଦାସୀଙ୍କର ଜ୍ୟେଷ୍ଠ ସନ୍ତାନ ଥିଲେ। ଅତି ଶୈଶବରୁ ରାଧାନାଥଙ୍କର ମାତୃବିୟୋଗ ଘଟିଥିଲା। ସେ ଶୈଶବରୁ ଅତ୍ୟନ୍ତ ରୋଗପ୍ରବଣ ଥିଲେ, ତେଣୁ ପଢ଼ା ସମୟରେ ତାଙ୍କର ବହୁତ ସମୟ ରୋଗରେ ନଷ୍ଟ ହେଉଥିଲା। ରାଧାନାଥ ଓଡ଼ିଆ ଭାଷାରେ ଲେଖିବା ପୂର୍ବରୁ ବଙ୍ଗଳା ଭାଷାରେ କବିତା ଲେଖୁଥିଲେ। ମାତ୍ର ବଙ୍ଗଳା ସାହିତ୍ୟିକ ଭୂଦେବ ମୁଖୋପାଧ୍ୟାୟଙ୍କ ପ୍ରରୋଚନାରେ ସେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଥିଲେ। ଉତ୍କଳର ଦର୍ଶନୀୟ ହ୍ରଦ, ପୁଷ୍କରିଣୀ, ପର୍ବତ, ନିର୍ଝର, ବନ, ଗ୍ରାମ, ଉଦ୍ୟାନ, ବୃକ୍ଷଲତା ଆଦି ପ୍ରାକୃତିକ ଦୃଶ୍ୟ ଓ ଐତିହାସିକ ବିଷୟକୁ ସେ ତାଙ୍କର ରଚନାରେ ଲିପିବଦ୍ଧ କରି ଯାଇଛନ୍ତି। ତାଙ୍କର ଖଣ୍ଡିଏ ଗଦ୍ୟ ଉପନ୍ୟାସ ବିବେକୀ ନାମରେ ଏକ ପ୍ରବନ୍ଧ ଓ କେତେଗୁଡ଼ିଏ ପାଠ୍ୟପୁସ୍ତକ ଛଡ଼ା ଆଉ ସବୁ ଗଦ୍ୟ ଆକାରରେ ଅଟେ। 1873ରେ ପ୍ରକାଶିତ ବିବେକୀ ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି, ଯାହାକି ଏକ ପ୍ରବନ୍ଧ ଥିଲା। କେଦାରଗୌରୀ, ଚନ୍ଦ୍ରଭାଗା, ନନ୍ଦିକେଶ୍ୱରୀ, ପାର୍ବତୀ, ମହାଯାତ୍ରା, ଦରବାର ଭଳି ଅତ୍ୟନ୍ତ ସୁନ୍ଦର କାବ୍ୟ ଏବଂ ଯଯାତି କେଶରୀ, ଉର୍ବଶୀ, ଦଶରଥ ବିୟୋଗ, ଧବଳେଶ୍ୱର ସ୍ତୋତ୍ରମ୍, ବନ୍ଦନା, ପ୍ରତାପ ରୁଦ୍ର, ଶ୍ମଶାନ ଦୃଶ୍ୟ, ଏକାଗ୍ରତା, ଦୁର୍ଯ୍ୟୋଧନର ରକ୍ତନଦୀ ସନ୍ତରଣ ଓ ଚିଲିକାରେ ସାୟନ୍ତନ ଭଳି ଅତ୍ୟନ୍ତ ସୁମଧୁର ଏବଂ ସୁଲଳିତ କବିତା ତାଙ୍କର ଚିରନ୍ତନ ସୃଷ୍ଟି। ତେବେ ଆସ ଆଜି ଆମେ ଚିଲିକାରେ ସାୟନ୍ତନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା। ପ୍ରାଚୀ ମୂଳ ଏବେ ମୀନ ଜୀବି ନାବେ, ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ, ମତ୍ସ୍ୟ ଧରି ସମୁଦ୍ର ମୁହାଣେ, ନିଜ ଗୃହ କଥା ଭାବି ଏକ ଧ୍ୟାନେ। ପ୍ରାଚୀ ମୂଳ ମାନେ ପୂର୍ବ ଦିଗର ମୂଳ। ପ୍ରାଚୀ ମୂଳରେ ଏବେ ମୀନଜୀବୀ ନାବେ, ମୀନଜୀବୀ ମାନେ ମତ୍ସ୍ୟର ଯେଉଁମାନେ ମାଛ ଧରନ୍ତି ସେମାନେ ନାବରେ ଆସୁଛନ୍ତି। ଛାୟାକାରେ ଚିତ୍ର ଦିଶେ ଠାବେ ଠାବେ, ଛାୟାକାରେ ମାନେ ଛାଇ ଆକାରରେ ବା ଅସ୍ପଷ୍ଟ ରୂପେ ଦେଖାଯାଉଛି। ସେମାନେ ଦୂର ଦିଗ୍ବଳୟରୁ ଯେତେବେଳେ ଆସୁଛନ୍ତି ପ୍ରାଚୀ ମୂଳରେ ବା ପୂର୍ବ ଦିଗରେ, ସେତେବେଳେ ଅସ୍ପଷ୍ଟ ରୂପରେ ସେମାନେ ଦେଖାଯାଉଛନ୍ତି। ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣ, ସମୁଦ୍ର ମୁହାଣ ମାନେ ଯେଉଁ ନଈ ଓ ସମୁଦ୍ରରେ ପଡ଼ିଥିବା ସ୍ଥଳକୁ କହନ୍ତି ସମୁଦ୍ର ମୁହାଣ। ନଈ ଯେଉଁଠାରେ ଆସି ସମୁଦ୍ରରେ ମିଶିଥାଏ। ମତ୍ସ୍ୟ ଧରି ସେହୁ ସମୁଦ୍ର ମୁହାଣେ, ନିଜ ଗୃହ କଥା ଭାବି ଏକ ଧ୍ୟାନେ, ଭାଲେରୀ ଶିଖରେ ସନ୍ଧ୍ୟା ତାରା ଦେଖି। ଭାଲେରୀ ମାନେ ଭାଲେରୀ ଏକ ପର୍ବତ ଯାହା ଚିଲିକାରେ ଅଛି। ତାହାର ଶିଖରେ, ଭାଲେରୀ ଯେହେତୁ ଚିଲିକାରେ ଅଛି, ତା ଶିଖରରେ ସନ୍ଧ୍ୟା ତାରାକୁ ଦେଖି ଆସନ୍ତି ପଟିକା ମହଲ୍ଲାସେ ଟେକି। ମହଲ୍ଲାସେ ଟେକି, ପଟିକା ମାନେ ପାଲ, ଯେଉଁ ପାଲ ଟାଣିଥିବା ଡଙ୍ଗାରେ ସେମାନେ ବସିକି ମାଛ ଧରିବାକୁ ଯାଇଥିଲେ, ସେହି ପାଲକୁ ଟାଣି ସେମାନେ ମହୋଲ୍ଲାସ ବା ଖୁବ୍ ଆନନ୍ଦରେ ସେମାନେ ଆସନ୍ତି। କେଉଁମାନେ ଆସନ୍ତି? ମତ୍ସ୍ୟଜୀବୀ ବା ମୀନଜୀବୀ ମାନେ। ତାଙ୍କ କଣ୍ଠ କବିସୂର୍ଯ୍ୟ ଗୀତାମୃତ, ଦୂରୁ ବହି ଆଣେ ଚିଲିକା ମାରୁତ। ତାଙ୍କ କଣ୍ଠ କବିସୂର୍ଯ୍ୟ ଗୀତାମୃତ। କବିସୂର୍ଯ୍ୟ ଗୀତାମୃତ ମାନେ କବିସୂର୍ଯ୍ୟ ହେଉଛନ୍ତି କବିସୂର୍ଯ୍ୟ ବଳଦେବ ରଥ। ବଳଦେବ ରଥଙ୍କ ରଚିତ ଅମୃତ ଭଳି ସଙ୍ଗୀତ ସେମାନେ ବୋଲି ବୋଲି ଆସୁଛନ୍ତି, ଯାହାକି ଦୂରୁ ବହି ଆଣେ ଚିଲିକା ମାରୁତ। ଚିଲିକାର ପବନ ବା ବାୟୁ ଏହି ଗୀତକୁ ଦୂରରୁ ବହି ଆଣୁଛି। ଏଠାରେ ରାଧାନାଥ ରାୟ କୂଳରେ ବସି ସେ ଗୀତଟିକୁ ତାଙ୍କ କାନରେ ଅସ୍ପଷ୍ଟ ଭାବରେ ପଡ଼ୁଛି, ସେ ଶୁଣିପାରୁଛନ୍ତି। କେଉଁ ଗୀତ ବୋଲୁଛନ୍ତି? କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ। କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ବଳଦେବ ରଥଙ୍କର ଏକ କାଳଜୟୀ ସୃଷ୍ଟି। ସେମାନେ କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ବୋଲି ବୋଲି ଆସୁଛନ୍ତି। ତାହା
କବି ରାଧାନାଥ ରଥଙ୍କ କାନରେ ଉଲ୍ଲାସର ଆତ୍ମା ପ୍ରାୟ ଗୀତ ତାନ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ଉଲ୍ଲାସର ଆତ୍ମା ମାନେ ଉଲ୍ଲାସ ମାନେ ଅତି ଖୁସିର ଆତ୍ମା, ପ୍ରାୟ ଗୀତତାନ ମାନେ ଗୀତର ଧ୍ୱନି। ଏହି ଗୀତର ଧ୍ୱନି ଏତେ ଉଲ୍ଲାସରେ ପରିପୃତ ହେଇଛି ଯେ ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ହ୍ରଦର ନୀଳବକ୍ଷେ, ଚିଲିକା ହ୍ରଦର ନୀଳବକ୍ଷରେ, ଚିଲିକା ହ୍ରଦ ମଧ୍ୟରେ ସେ ଯେମିତି ଅବସ୍ଥିତି କରୁଛି, ଏଠାରେ ରାଧାନାଥ ରାୟଙ୍କୁ ଜଣାଯାଉଛି ଯେମିତିକି ଗୀତ ମଧ୍ୟ ଚିଲିକାରେ ଅବସ୍ଥିତି କରୁଛି। ହସନ୍ତି ଚୌଦିକେ ମଧୁର ହାସିନୀ, ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ। ହସନ୍ତି ଚୌଦିକେ ମଧୁର ହାସିନୀ, ଚାରିଦିଗରେ ମଧୁର ହାସିନୀ, ମଧୁର ସଙ୍ଗୀତ ଶୁଣାଯାଉଛି। ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ, ଦିଗଙ୍ଗନା ମାନେ ଦିଗପାଳିକା ଦେବୀ। ଦିଗପାଳିକା ଦେବୀ ବା ଚିଲିକାର ଦିଗପାଳିକା ଦେବୀ ହେଉଛନ୍ତି କାଳିଜାଇ। ଦିଗଙ୍ଗନା ଜ୍ୟୋତ୍ସ୍ନା ଦୁକୁଳ ବାସିନୀ, ଦୁକୁଳ ମାନେ ପାଟଲୁଗା ବାସିନୀ। ସେ କହୁଛନ୍ତି ଯେ ଚାରିଦିଗରେ ମଧୁର ସଙ୍ଗୀତ ଶୁଣାଯାଉଛି, ଯେପରି ଚାରିଦିଗରେ ଚତୁର୍ଦିଗରେ କାଳିଜାଇ, ମା କାଳିଜାଇ ବିରାଜମାନ କରୁଛନ୍ତି, ବାସନ୍ତି। ଭାବାନ୍ତର ପୁଣି କ୍ଷଣେ କରେ ଜାତ, ଗଲାଣି ତ ଗଲା କଥାରେ ସଂଗାତ। ଭାବାନ୍ତର ପୁଣି କ୍ଷଣେ କରେ ଜାତ, ପୁଣି ଅନ୍ୟ ଭାବରେ ତାଙ୍କ ମନରେ ଏଇ କଥା ଆସୁଛି ଯେ ଗଲାଣି ତ ଗଲା କଥାରେ ସଂଗାତ। ଗଲାଣି ତ ଗଲା କଥାରେ ସଂଗାତ, ଯେପରି କବିସୂର୍ଯ୍ୟ ବଳଦେବ ରଥଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ତାହାର ବ୍ୟଞ୍ଜନ ସେଥିରେ କ, ଖ, ଗ ଇତ୍ୟାଦି ଆଦ୍ୟ ବର୍ଗରେ ଚୌପଦୀ ସବୁ ସେ ରଚନା କରିଥିଲେ। ଯେମିତିକି ଯଦି ଆମେ ବଳଦେବ ରଥଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଦେଖିବା, ଖ ଅକ୍ଷରରେ ସେ ଲେଖିଥିଲେ ଯେମିତି ଖରାପ ତୁ ହେଲୁରେ, ଖେଳ ଲୋକ ଖଞ୍ଜନାସି କି ସାହସ କଲୁରେ। ଖରାପ ତୁ ହେଲୁରେ, ଖରାପ ତୁ ହେଲୁରେ, ଖେଳ ଲୋଳ ଖଞ୍ଜ ନାଖି, ଖେଳ ଲୋଳ, ଖେଳ ଲୋଳ ଖଞ୍ଜ ନାଖି କି ସାହସ କଲୁରେ। ଖରାପ ତୁ ହେଲୁରେ, ଖରାପ। ଗରେ ତାଙ୍କର ଚମ୍ପୁ ଯୋଉଟାକି କବିସୂର୍ଯ୍ୟ ବଳଦେବ ରଥଙ୍କର ରାଧାନାଥ ରାୟ ନିଜେ ଲେଖିଛନ୍ତି, ନିଜେ କହିଛନ୍ତି ଗଲାଣି ତ ଗଲା କଥାରେ ସଂଗାତ, ଗୁପତେ ସିନା ମୁଁ ତୋତେ ପଚାରିଲି ବଳି ପଡ଼ିବାର ବ୍ୟଥା। ଗଙ୍ଗାରୁ ବିଶଦ ଗଭୀର ତୋ ହୃଦ, ଗଣ୍ଠିଦନ ତୋର ସ୍ନେହ, ଗୋଡ଼ ଖସି ଖେଦ ହେବାର ଦରଦ, ଯିବାର ଉପାୟ କହ। ଇତ୍ୟାଦି କ, ଖ, ଗ, ଘ, ମ ଏଭଳି ଶବ୍ଦରେ ସେ ନିଜର ଚମ୍ପୁ ରଚନା କରିଥିଲେ ବଳଦେବ ରଥ, ଏବଂ ତାଙ୍କର କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ ଓଡ଼ିଆ ସାହିତ୍ୟର ଏକ ବଳିଷ୍ଠ ରଚନା। ତେଣୁ ଏଠାରେ ଯେତେବେଳେ ସେ ପୁଣି ଅନ୍ୟ ଭାବରେ ରାଧାନାଥ ରାୟ ଚିନ୍ତା କରୁଛନ୍ତି ଗଲାଣି ତ ଗଲା କଥାରେ ସଂଗାତ, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁର ଏକ ପଦଟିକୁ ସେ ଭାବନା କରି ତାଙ୍କର ଆସିଛି। ନାନା ରୂପେ ମନ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ, ସଙ୍ଗୀତ ଆବେଶେ ନାନା ରୂପେ ମନ। ସେ ଏଠାରେ ବର୍ଣ୍ଣନା କରିଛନ୍ତି ଯେ ଯେତେବେଳେ ମନକୁ ସଙ୍ଗୀତ ଆଚ୍ଛାଦିତ କରେ, ସଙ୍ଗୀତର ଆବେଶରେ ମନ ଆସେ, ସେତେବେଳେ ମନ ଅତୀନ୍ଦ୍ରିୟ ଦେଶେ କରେ ବିଚରଣ, ମନ ସମସ୍ତ ଇନ୍ଦ୍ରିୟମାନଙ୍କୁ ଅତିକ୍ରମ କରି ଅନ୍ୟ କେଉଁ ଏକ ଦେଶରେ ବିଚରଣ କଲାଭଳି ମନେ ହୁଏ। ତେଣୁ ଏଠାରେ ସେ ସେଇ ଜିନିଷକୁ ବର୍ଣ୍ଣନା କରିଛନ୍ତି। ଚାଲିଯାଏ ଶୂନ୍ୟ ଶୂନ୍ୟ କେଉଁ ସ୍ଥାନେ, କିଲୋଡ଼ିବା ଆସେ ସେହି ତା ନ ଜାଣେ। ତେଣୁ ଏହି କାବ୍ୟଟିରେ ଚିଲିକାରେ ସାୟନ୍ତନରେ ଏ ପର୍ଯ୍ୟନ୍ତ ରାଧାନାଥ ରାୟ ବର୍ଣ୍ଣନା କରି ଆସିଛନ୍ତି ଯେ ଚିଲିକାରେ ଯେତେବେଳେ ମତ୍ସ୍ୟଜୀବୀମାନେ ନିଜ ଘରକୁ ଫେରୁଛନ୍ତି, ସେ ଦିଗ୍ବଳୟରେ ତାଙ୍କର ଛାୟାକାର ରୂପ ଅସ୍ପଷ୍ଟ ରୂପେ ଦେଖାଯାଉଛି। ସେ ସମୟରେ ସେ ନିଜ ଗୃହ କଥା ଭାବି ଭାଲେରୀ ଶିଖରେ ସନ୍ଧ୍ୟା ତାରାକୁ ଦେଖି ନିଜର ପାଲଟଣା ଡଙ୍ଗାକୁ ଧରି ଅତ୍ୟନ୍ତ ଉଲ୍ଲାସରେ, ଅତ୍ୟନ୍ତ ଖୁସିରେ ଫେରି ଆସୁଛନ୍ତି। ତାଙ୍କ କଣ୍ଠରେ କବିସୂର୍ଯ୍ୟ ବଳଦେବ ରଥଙ୍କର ଗୀତାମୃତ ଭାସି ଆସୁଛି, ଯାହାକି ଚିଲିକାର ପବନ ଧୀରେ ଧୀରେ ମନ୍ଦ ମନ୍ଦ ଗତିରେ ଆଣି ରାଧାନାଥ ରାୟଙ୍କ କର୍ଣ୍ଣପଟରେ ପହଞ୍ଚଉଛି। ସେ ସମୟରେ ସେ ଉଲ୍ଲାସର ଆତ୍ମା ପ୍ରାୟ ଗୀତତାନ, ହ୍ରଦ ନୀଳବକ୍ଷେ କରେ ଅଧିଷ୍ଠାନ। ସେ ଭାବୁଛନ୍ତି ଯେପରି ଏହି ଗୀତ ଗୁଡ଼ିକ ଯେପରି ଚିଲିକାର ଗର୍ଭରେ ହିଁ ରହିଛି, ଏ ଚିଲିକା ଗର୍ଭରୁ ଆସୁଛି ଏବଂ ଚଉଦିଗରେ ଯେପରି ସବୁ ମଧୁର ସଙ୍ଗୀତରେ ହସ ଚାରିଦିଗରେ ବେଷ୍ଟନ ହୋଇ ରହିଛି। ପୁଣି ଅନ୍ୟ ଭାବରେ ସେ ଚିନ୍ତା କରୁଛନ୍ତି ଯେ ଗୀତ କେତେ ସୁନ୍ଦର। ଏହି ଗୀତର ଆବେଶରେ ଯେତେବେଳେ ମନ ଅନ୍ୟ ଅତୀନ୍ଦ୍ରିୟ ଦେଶରେ ବିଚରଣ କରେ, ସେତେବେଳେ ସେ କେଉଁ ଶୂନ୍ୟ ଶୂନ୍ୟ ସ୍ଥାନକୁ ଚାଲିଯାଏ ଯେ ତାହାର ଆଉ ଯିଏ ଗୀତରେ ଆବେଶରେ ଥାଏ ସେ ନିଜେ ହିଁ ଜାଣିନପାରେ ସେ କେଉଁ ଶୂନ୍ୟ ସ୍ଥାନକୁ ଚାଲିଯାଇଛି ତାର ମନଟି। ପିଲାଏ, ଆଜି ଏରିକି ପରବର୍ତ୍ତୀ ଅଧ୍ୟାୟରେ ଆମେ ପୁଣି ଚିଲିକାରେ ସାୟନ୍ତନଟିର ଦ୍ୱିତୀୟ ଅଧ୍ୟାୟଟି ପଢ଼ିବା।